এই বাড়িକୁ ଲକ୍ଷ୍ୟ କର ସରିବା ହେଲା ବେଳକୁ ଆମର ଆସିବେ ଆମର ସବୁବେଳେ ବଡ଼ ଚାଷୀ ଶେଷରେ ଏଇ ଯେଉଁ ମେସିନ୍ଟା ହେଉଛି ଏ ମେସିନ୍ ହେଉଛି କ୍ଷୀରକୁ ହିଟ୍ କରିବ। ଏଇଟା ମାରିଲା ପରେ କ୍ଷୀର ହିଟ୍ ହେଲା ମାନେ ଫେଣ୍ଟିକି ତାର ଘିଅ ଯେଉଁ ଆମର ସବୁ ବାହାର କରିବା ପାଇଁ ଏଇଟା ଆଗ ଗରମ କରିଦେବା। ଏଇଟା ହେଉଛି ଗୋଟେ ଘିଅ ଉଠିବ, ଗୋଟେ ମିଟର କେତେ ଉଠୁଛି, ପାଣି କେତେ ରହୁଛି କ୍ଷୀରରେ ଏବେ ଜଣାପଡ଼ିବ। ଗାଧୁଆ ପାଧୁଆ ସରିଲା ତାହେଲେ ଏବେ ଦୋକାନଟା ଖୋଲିବା। ମାନେ କଷ୍ଟମର ଆସି ସବୁ ଭିଡ଼ ହେଇଗଲେ କେଇ ଯା କଷ୍ଟମର ଦେଖନ୍ତୁ ବ୍ୟାକ୍ କ୍ୟାମେରା ଦେଖାଉଛି। ଚାଷୀମାନେ ଯେତିକି ନ ଆସୁଛନ୍ତି କ୍ଷୀର ନେବା ପାଇଁ, ମାନେ କ୍ଷୀର ଆଣିବା ପାଇଁ ଲୋକ ଆସିନାହାନ୍ତି ଆଣିକିରି, ନେବା ପାଇଁ ଲୋକ ଆସିକି ରାତିରେ ଏଠି ବସୁଛନ୍ତି। ଏ ଲୋକଟି ଦେଖୁଥିବେ, ଏ ଖୋଲିଦେବା। ଜଲ୍ଦି ଜଲ୍ଦି ପଳେଇ ଆସିଲେ ଦୋକାନ ଖୋଲିବାକୁ, ଯେହେତୁ ଆସିକି ଚାଷୀମାନେ ଭିଡ଼ କରିଦେଲେ। ଏବେ ଆମ ଗୋଟେ ଛୋଟ ଚାଷୀ ଆସିଛି, ଦେଖିପାରୁଥିଲେ ଛୋଟ ଚାଷୀ ବାଳୁଙ୍ଗା ଶ୍ରେଷ୍ଠ ଛୋଟ ଚାଷୀ ଆମର। ଯାଇ ଟିକେ କଫି ମାରିଦେବା, କାହିଁକିନା ବିଳମ୍ବ ହେଇଗଲାଣି ବହୁତ। କଫି ଟିକେ ନ ମାରିଲେ ପୁରା ମୁଣ୍ଡ ଯାଇ କରିଦେଉଛି। ମୁଁ ଯାଇ ଟିକେ କଫି ଆଣିକି ଆସେ। ଏବେ ସବୁ ସାମ୍ପୁଲ ପକେଇବା, ସାମ୍ପୁଲ ଟାଇମ୍ ଆସିଗଲା। କ୍ଷୀର ସାମ୍ପୁଲ ପଡ଼ିବ, ଯାହା ଉଠିବ ବିଲ୍ ପଇସା ଏଥିରେ ହିସାବ ହେଇଛି। ଏଠି ମିଟର ଘିଅ ପାଣି ମିଟର ସବୁ ଉଠିବ। ଏ ମେସିନ୍ ଆକୁ ଗରମ କରିବା ପାଇଁ, ତାପରେ ଏ ମେସିନ୍ ହେଉଛି ବାହାର କରିବ, ଘିଅ ପଏଣ୍ଟ ବାହାର କରିବ, ପାଣି ପଏଣ୍ଟ ବାହାର କରିବ। ତାପରେ ମିଟର ଯେଉଁ ଉଠେ ଆମର କେତେ ମିଟର, ଏଇ ଯେଉଁ ମେସିନ୍ଟା ହେଉଛି ଏ ମେସିନ୍ ହେଉଛି କ୍ଷୀରକୁ ହିଟ୍ କରିବ। ଦେଖ ଏଇଟା ମାରିଲା ପରେ କ୍ଷୀର ହିଟ୍ ହେଲା ମାନେ ଫେଣ୍ଟିକି ତାର ଘିଅ ଯେଉଁ ଆମର ସବୁ ବାହାର କରିବା ପାଇଁ ଏଇଟା ଆଗ ଗରମ କରିଦେଲା। ତାପରେ ଏଥିରେ ଚାଲିବ। ଏଇଟା ହେଉଛି ଗୋଟେ ଘିଅ ଉଠିବ, ଗୋଟେ ମିଟର କେତେ ଉଠୁଛି, ପାଣି କେତେ ରହୁଛି କ୍ଷୀରରେ ଏବେ ଜଣାପଡ଼ିବ। ଦେଖନ୍ତୁ ମାନେ ସବୁ ସିଷ୍ଟମ୍ ସବୁ କେମିତି ଦେଖନ୍ତୁ। ଆଜିକାଲି ମେସିନ୍ ବହୁତ କାମ କରିଦେଉଛି, ସେଥିପାଇଁ ଲୋକମାନଙ୍କର ଏତେ ବି ଜରୁରୀ ପଡ଼ୁନି। ଆଜିକାଲି ବି ଲୋକମାନେ ବହୁତ ଅଳସୁଆ ହେଇଗଲେଣି, ଆଉ ସେଥିପାଇଁ ତ ସବୁ ମେସିନରେ କାମ ଚାଲିଛି। ଦେଖନ୍ତୁ ଏଇଟା ହେଉଛି ଘିଅ, ଏଇଟା ହେଉଛି ମିଟର, ଆଉ ଏଇଟା ହେଉଛି ପାଣି। ଏ କ୍ଷୀର ଖାତାରେ ନଥିବ, ଯାହାର ବି ହଉ, ଯାହା ପଇସା ଉଠିବ ପଡ଼ିବ। ଏ ହେଉଛି ସିଷ୍ଟମ୍। ଏପଟେ ଟିକେ ରହିଲା ମାନେ ଯେଉଁ ଆମର ଯେଉଁମାନେ କାଣ୍ଟ ନିଅନ୍ତି କ୍ଷୀର ଲୋକ, ଯେଉଁମାନେ ଘର ପାଇଁ ନିଅନ୍ତି, ଏଠି ଟିକେ କ୍ଷୀର ରହିଗଲା ବାଲ୍ଟିରେ, ସେମାନଙ୍କୁ ଦିଆହେବ। କାରଣ ଏଇଟା ଭଲ କ୍ଷୀର ଟିକେ ତାଙ୍କୁ ଦିଆହେବ। ଏ ହେଉଛି ମୋର ସକାଳ କାମ। 10ଟା ଯାଇ କାମ ଚାଲିବ, 9ଟାରେ କ୍ଷୀର କଲେକ୍ସନ୍ ସବୁ ସରିଯିବ। ତାପରେ ଆସିବେ, ଗାଡ଼ି ଆସିବେ, କ୍ଷୀର ନେଇକି ଯିବେ ତାଙ୍କର ଓମ୍ଫେଡ୍କୁ। ତାପରେ ଆରମ୍ଭ ହେଇଯିବ ପୋଛାପୋଛି, ସଫାସଫି, ମେସିନ୍ ୱାଶ୍ ସବୁ ସରିବ। ତାପରେ କାମ ସରିବ, ସକାଳର କାମଟା ସେତିକି ସରିବ। ସରିବା ହେଲା ବେଳକୁ ଆମର ଆସିବେ ଆମର ସବୁବେଳେ ବଡ଼ ଚାଷୀ ଶେଷରେ। ଏଇଠି ଆମର ମୁଣ୍ଡି ମାରିବ, ମୋ କାମ ସରିବ। ଡାଳ ତୁମକୁ ଅପେକ୍ଷାରେ ଥିଲି, ଜଲ୍ଦି ଡାଳେ ଏଇଠୁ ସରିବ। କେନ୍ ଫେନ୍ ସବୁ ଫୁଲ୍ ହେଇଯିବ, ରଖା ହେଇଯିବ। ତାପରେ ଯାଇକିରି ସଫାସଫି ହେବ। ଏବେ କାମ ସରିଲା, ଏବେ କେନ୍ ଗୁଡ଼ା ସବୁ ସାଇଜ୍ ହେଇଯିବ। ତାପରେ ଗାଡ଼ି ଆସିବ, ପହଞ୍ଚିବ, ବୋଧେ ଟାଇମ୍ ହେଇଗଲାଣି, ଆଉ 15-20 ମିନିଟ୍ ଭିତରେ ପହଞ୍ଚିବ ଗାଡ଼ି ଆସି ଆକୁ ଉଠେଇ ଦେଲା ପରେ ସବୁ ସଫାସଫି ହେବ। ଆଉ ଏପଟେ ମେସିନ୍ଟା ବି ୱାଶ୍ କରିଦେବା। କ୍ଷୀର ଗୁଡ଼ାକ ବି ଛାଣିକି ଦେବାକୁ ପଡ଼ୁଛି, କାରଣ କ୍ଷୀର ଗୁଡ଼ା ଯାଉଛି ଯେତେବେଳେ ଲୋକମାନେ ଖାଇବେ, ଆକୁ ଚାଷୀମାନେ ବି ଛାଣିକି ଆଣୁଛନ୍ତି। ଆଉ ମୋତେ ଏଠି ଛାଣିକି ରଖିବାକୁ ପଡ଼ୁଛି। ତାପରେ ଗଲାବେଳକୁ ବି କେମିତି ଅଳିଆ ନ ହେବ, ସେଇ ପାଇଁ ବି
ମାନେ ସଦା ରହିବାକୁ ପଡୁଛି। ତା ସହିତ ଟିକେ ଡେଲି କୁକୁର ବିଲେଇ ଖାଇବେ କ୍ଷୀର। ରେଡି फाइनाली एबे केते क्षीर गला सेटा लिखा हो तापर गाड़ी आसिकी क्षीर तार नहीं जाओ तापर मोर एगुड़ा सब पोछापोछि करिया पड़िबो। सब रेडी ऑल ओके। एबे कोन करिया ना आगे साडे थुई देगी सब सफा सफी चलियो। एबे हेगला सरला सब। एबे मशीन दा वाश हो केमती ना एथिरे 5 थर खंडे पानी लागिवो। पानी लागी मशीन दा सफा हो। एटा होची पुनी मिनरल वाटर नॉर्मल वाटर रे होवनी। ए डबारे 5 थर एमते चलियो मशीन। 5 थर पर जाई ता मधुरी केमिकल भी दिया हो। केमिकल दे वाश हो न मशीन खराब हो जो से जो क्षीर रो बोरो अंशटा से गोटे पाइप रे जो पाइप रे जाउची पानी जीवा आसी होची एटा सब बंद हो जिवो बोरोटा लागि जिवो सेति पे एटा सब वाश हो। वाश हो सारा पर एटा सब पोछापोछि चलियो। एबे से तार वाश चलतो पोछापोछि गाड़ी आसीनी गाड़ी आसु तापर देखैबी जाउची टिके पानी आनी के आसे पोछापोछि करिया पे पानी आनी आसु। जो केमिकल टा एतरे 15 टका पड़िबो। 1 2 3 4 5 पड़ी कि एटा लागिबो लागी एटा वाश चलला परे जाई कि आ इतर पानी लागो पानी गला परे सब क्लियर तापर मो काम सरियो।